ଅଡ଼ବା ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ବଡ଼ ସଫଳତା ହାସଲ କରିଛନ୍ତି। ବିଶ୍ୱସ୍ତ ସୂଚନା ପ୍ରକାରେ ଅଡ଼ବା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଗଞ୍ଜେଇ ଚୋରା ଚାଲାଣ ପାଇଁ ଯାଉଥିବା ଏକ ମ୍ୟାକ୍ସ ପିକଅପ୍ ଗାଡ଼ିକୁ ଫଲୋ କରିଥିଲା। ଗାଡ଼ି ଡ୍ରାଇଭର ପୋଲିସ ଗାଡ଼ିକୁ ଦେଖି ଦ୍ରୁତ ଗତିରେ ବଢ଼ିଥିଲା। ଦ୍ରୁତ ଗତିରେ ଯିବା ସମୟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ପଡ଼ି ରହିଥିବା ହେତୁ ଡ୍ରାଇଭର ଜଣକ ଆଗକୁ ନ ଯାଇପାରି ସେଠାରେ ଗାଡ଼ି ରଖି ଫେରାର ହୋଇଯାଇଥିଲା। ଉକ୍ତ ଗାଡ଼ିକୁ ଯାଞ୍ଚ କରିଥିବା ବେଳେ ଗାଡ଼ିରୁ 25ଟି ପ୍ଲାଷ୍ଟିକ୍ ଜରି ବସ୍ତାରେ ଗଞ୍ଜେଇ ଥିବା ପାଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା, ଯାହାର ପରିମାଣ 627 କିଲୋ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ଦର 6 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଆର୍ ଉଦୟଗିରି ଏସ୍ଡିପିଓ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି। ଅନ୍ୟପଟେ ଏନେଇ ଅଡ଼ବା ଥାନାରେ କେସ୍ ନମ୍ବର 89/2024 ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।